আর তুমি যাইকি কইছো ଶୁଣୁ ମନ୍ତ୍ରୀ ଏତିକି ଯାଇକିରି ରାଜାଙ୍କୁ ପଚରାଲେ। ରାଜା ମୌନ ହେଇକି ରହିଲେ। କାଣା ହେଲା ବୋଲିକିରି କହିଲେ। ଗୁରୁଦେବ ବଶିଷ୍ଠଙ୍କୁ ବି ଡାକିଲେ। ଗୁରୁଦେବ ବଶିଷ୍ଠ ବି ଆସିକିରି କହିଲେ କାଣା ହେଲା କାଣା ନାଇଁ ଏନ୍ତା ହେଇଯିଛେ ଆରୁ କହିକି ସତ୍ୟ କରିଛନ୍ ରାଜା ବୋଧ ହେଇଯାଇଛନ୍। ରାମ ବନବାସ ଯିବେ ଆରୁ ଭରତ ରାଜା ହେବେ ଅଯୋଧ୍ୟାରେ। ସେମିତି ସମସ୍ତ ଆନନ୍ଦଟା ଦୁଃଖ ହେଇଗଲା। ଦୁଃଖ ହେଇଗଲା ପରେ ସମସ୍ତେ କହିଲେ ଏଇଟା କେନ୍ତା ହେଲା ବୋଲିକିରି ଋଷି ବନି ଯାଗ ଯଜ୍ଞ ଯେତେ ଥିଲେ ସମସ୍ତେ ଆସି ସବୁ ଆରମ୍ଭ କଲେ ଯେ ଏଇଟା ଭୁଲ ହେଇଗଲା କାଣା କରାଯିବା। ଏଇ କ୍ଷଣି ପର ତାଙ୍କର ରାଜ୍ୟରୁ ବାହାରିବେ ପିତା ଥିଲା ତୃତୀୟ ବର। ବର୍ତ୍ତମାନ ଏବେ ଆଜି ଏଟା ଘରୁ ବାହାରିଯିବେ। ସେଇ ଘର ଦେଇଥିଲେ ସେନ ରାମ କହିଲେ ହେଉ ରାମକୁ ଡାକିକି ପଚରାଲେ ନାଇଁ ପିତା ସତ୍ୟ ମୁଁ ରକ୍ଷା କରିବି। ପିତାଙ୍କର ଆଜ୍ଞା ରକ୍ଷା କରିବି ଆରୁ ନିଶ୍ଚୟ ମୁଇଁ ପିତା ସତ୍ୟ ପାଳିକିରି ବନ୍ଦ ସେଠାରୁ ବନବାସ ଗଲେ। ବନବାସ ଗଲା ପରେ ରାଜା ଦେଖିଲେ ଧନ୍ୟ ମୋର ଜୀବନ ମୁଁ କାହିଁକି ଜନ୍ମ ହେଇଥିଲି ବୋଇଲେ ତାଙ୍କ ପୂର୍ବ କଥାଟେ ମନେ ପଡିଲା। କେଉଁ କଥା ଯେତେବେଳେ ଅନ୍ଧ ଋଷି ଶ୍ରବଣ ଅନ୍ଧ ଋଷି ତାଙ୍କ ପିତା ମାତାକୁ ନେଇଥିଲେ ଶ୍ରବଣ ବୁଳେଇକିରି ସେ ତୀର୍ଥ କରିବା ପାଇଁ ତାଙ୍କ ପିତା ମାତାକୁ ନେଉଥିଲେ। ସେତେବେଳେ ସେ ନଦୀରେ ଶୋଷ ହେଲା ରଖିଥିଲେ ଆଉ ପାଣି ଆଣିଗଲେ। ପାଣି ଆଣିଗଲା ପରେ ଏପଟେ ଦଶରଥ ଆସିଛନ୍ ମୃଗୟାକେ। ମୃଗୟା ଆସିଛନ୍। ମୃଗ ମାନେ ଅନେକ ଚରୁଥିଲେ ସେନ ଏଇ ପକ୍ଷୀ ମାନେ ବି ଉଡୁଥିଲେ। ସେଟା ଦେଖିକରି ଦୂରରୁ ସନ୍ଧାନ କଲେ। ସନ୍ଧାନ କଲା ବେଳେ ଦେଖିଲେ ଯେ ଗୋଟେ ଜନ୍ତୁ ପାଣି ପିଉଛି। ପାଣି ପିଉଛେ ବୋଲେ ଜନ୍ତୁ ବୋଲିକି ସେ ଭାବିଲେ ଗୋଟେ ସର ମାରିଲେ। ସର ମାରିଦେଲା ପରେ ଶ୍ରବଣ କୁମାରକୁ ଲାଗିଗଲା ସେଟା ସେ ସରର ନାଁ ହଉଛି ମନୋଭେଦୀ ସର। ସେ ଯେତେ ଦୂର ଆଜ୍ଞା ଦେଇଥିଲେ ସେତେ ଦୂର ସେ ଗର୍ବ କଲେ ଫିରିବା। ସେଇ ମନୋଭେଦୀ ସରରୁ ସେ ମୃତ୍ୟୁ ଘଟିଲା। ସେ ଆସିକି ଦେଖିଲେ ଯେ ଜଣେ ମଣିଷ ଋଷିପୁତ୍ର ତାଙ୍କୁ ଦେଖିଲେ ପଚରାଲେ। ସେ କହିଦେଲେ ମୋର ପିତା ମାତା ଅନ୍ଧମୁଣ୍ଡଳି ମୁଇଁ ଗଙ୍ଗା ଗୟା ଦେବାର ଲାଗି ତାଙ୍କୁ ବାହାରିଥିଲି ଆରୁ ଆଣୁଥିଲି ତାଙ୍କ ମୁଇଁ ଗୋଟିଏ ଭଲ ପୁତ୍ର ଆରୁ ସେ ପୁଅ ମତେ ଆଜି ମାରିଦେଲ ରାଜା। ତମେ ଏଇ ପାଣି ନେଇକରି ମୋର ବାପା ମାଙ୍କୁ ଦିଅ ସେମାନେ ବଞ୍ଚୁନ୍ ଆରୁ ତମେ ତାଙ୍କୁ କ୍ଷମା ମାଗ ମୋ ଦ୍ୱାରା କିଛି ନାହିଁ ଆରୁ ସେ ତମକୁ କ୍ଷମା ଦେବେ। ଯାହା କହିବେ କହିବେ ଅନ୍ଧ ଲୋକ ସେ କିଛି ବି ଦେଖିପାର ତମେ ତମର ପରିଚୟ ଦେବ ମୁଇଁ ରାଜା ଦଶରଥ ମୋର ଭୁଲ ହେଇଛେ ମୁଇଁ ମାରି ଦେଇଛେ ବୋଲିକି ତମେ କହିବ। ଗଲା ଠାରୁ ସେ କଥା ରାଜାଙ୍କୁ ମନେ ପଡିଲା। ସେଇ ସମୟରେ ମନେ ପଡିଲା ଯେତେବେଳେ କହିଲେ ଏଇଟା ହଉଛି ସେଇ ଅନ୍ଧ ଋଷି ଅନ୍ଧ ମା ଏ ଦୁଇ ଲୋକଙ୍କର ସାଧ୍ୟ ମତେ ପଡିଲା। ଆଜି ମୁଇଁ ରାଜା ହେବାର ସମୟରେ ମୋର ପୁଅ ରାଜତ୍ୱ ଦେଖିବି ବୋଲିକି ଭାବିଲା ସମୟରେ ମୁଇଁ ବି ଅନ୍ଧ ହେଇଗଲି ଆରୁ ସେ ସାଧ୍ୟଟା ମତେ ପଡିଲା। ମୁଇଁ ଆଜିଠାରୁ ବଞ୍ଚବା ମୋର କିଛି ନାହିଁ। ଆରୁ ମୋର ପୁଅ ବନବାସ ଯାଉ କହିଲେ ବନବାସ ଗଲେ। ବନବାସ ଗଲା ପରେ ଦଶରଥ ତାକେ ମୃତ୍ୟୁବତ ପୀଡ଼ା ହେଇଗଲା ସାଙ୍ଗେ ସାଙ୍ଗେ ଚିନ୍ତାରେ ମୃତ୍ୟୁ ହେଇଗଲେ। ମୃତ୍ୟୁ ହେଇଗଲା ପରେ এই ସମୟରେ ଏଇମାନେ ଦି ଭାଇ ବାହୁ ଥିଲେ କିଏ ଭରତ ଆଉ ଶତ୍ରୁଘ୍ନ ତାଙ୍କ ଅଜା ଘରେ ଥିଲେ। ତାଙ୍କ ଅଜା ଘରକୁ ସେ ସେତିକି ବେଳେ ତାଙ୍କ ଅଜା ଘରୁ ଫେରି ଆସିଲେ। ସେ ଯିଏକି ଗଲା ଦଗ ସେ କିଛି ନ କହି କେବଳ ସେ କାଗଜ ଗୋଟେ ଧରେଇକି ଦେଖିଥିଲେ ବଶିଷ୍ଠ ଗୁରୁ ସେ ଦେଲେ ଯେନ୍ତା ସେ ଫିରିକିରି ଆସିକିରି ଆସୁ ଆସୁ ଭରତ ପଳେଇ ଆସିଲେ। ପଳେଇ ଆସିଲା ପରେ ଦେଖିଲେ ଅଯୋଧ୍ୟା ନୀରବ କିଏ ସମସ୍ନାନ ଭୂମି ସବୁ ଦେଖିଦେଲେ କାହିଁକି ଏଇଟା ହେଇଛି କାଣା ହେଇଛି ବୋଲି ସେ ଆସିକିରି ଯେତେବେଳେ ତର୍ଜମା କଲେ ପିତା ମରିଯାଇଛେ ଭାଇ ଲକ୍ଷ୍ମଣ ଭାଇ ରାମ ଏମାନେ ବନବାସ ସୀତା ରାମ ଲକ୍ଷ୍ମଣ ବନବାସ ଯାଇଛନ୍। ତାପରେ ସେ ମହା ଦୁଃଖୀ ସମସ୍ତଙ୍କୁ ବୁଝେଇକରି କହିକରି ସମସ୍ତେ ବୁଝାଲା ପରେ ସେ ମାକୁ ବହୁତ ଭର୍ସନା କରିକି କହିଲେ ତୋ ରାଜ୍ୟରେ ବନି ରହେ ତୋର ସମ୍ପତ୍ତି ଦେଖେ ଆରୁ ତୁଇ ଖା ତୁଇ ମୋ ମା ନେଇ ସେ କୁଳାଙ୍ଗାରେ ବୋଲିକି ସେ କହିଥିଲେ। ଆରୁ ସେ ବି ସେ ରାଜ୍ୟରେ ସର୍ବ ଋଷିମାନେ ବଶିଷ୍ଠ ଗୁରୁ କହିଲେ ବାବୁ ଏ ସକଳ କର୍ମ ଟିକେ ସରେଇ ଦେଇକିରି ଯାହା କର୍ମା କର୍ମା ବୋଲିକରି କହିବାକେ ତାଙ୍କର ଦଶରଥଙ୍କର ଅନ୍ତ୍ୟୁକ୍ତି କାର୍ଯ୍ୟ ସମାପ୍ତ ସବୁ କରିକରି ସେ ବାହାରିଲେ। 13 ଦିନ
काम कार्य सरला पर ही 13 दिन से बाहर आग भाई को फिरावा बनवास को गमन कले से प्राणी मान भी जाते गला फेर राज्य समस्ते जन प्रजा मंत्री आउ बड़ बड़ गाँ गौतिया समस्त धरी सैन्य सामंत को धरिक से जाते खाली दुखरे राम जपरी बनवास देते प्रथम सबर को भेटी से सबर द्वार गले सबर न सब कथा शिक्षा मांगले आर ताले कहबाटा जे पिता माता ज्येष्ठ भाई मान कथा मानवा लगी आम भारत वर्ष आम राज्य आम गाँ गंडारे समस्त मोर भाई मान को मोर बापा मान को मोर भौणी मान को समस्त मोर अनुरोध पिता माता कथा मानी आम समस्त संसार में चलवा हेब आउ राम भलिया कार्य करी आम सबुदिन जुगे जुगे आमर नाम रही आउ राम भलिया भक्ति भाव आम रखिकी चलवा मुझे अनुरोध कर आसीगला। आपन के बहुत बहुत धन्यवाद आज्ञा। धन्यवाद धन्यवाद। पोस्ट करथने कोन मुझे राम विषय रे बुझाली राम रामायण समस्ते आजिकल पुओ झियो माने भी सेंता हेबा बोली आपन जे कहले से माने भी पालन करी कि आपन कथा के माने कि ना चलले सबो पूरा राम राज्य भड़ा हेबा। हां आगामी भी आपन ता आसी कि ना बुझाबा के हम अनुरोध करै छ। हां आपन कथा के लेकरी मोय भी जेनो डाकबे मोय भी जेमी आर बुझा मना करी समस्त भाई मान को आनंद करमा आर ई भलिया राम कार्य करी हमर संसार दा सरी जो बोली कहबा। हमके धन्यवाद। नमस्ते।